जय जगन्नाथ राधे श्रीकृष्ण। गरुड़ पुराण अनुजाई मृत्यु पर आत्मा सर्वप्रथमे काहाकू देखा जाई थाए? निज स्त्री, संतान, सांगसाथी, बापा माँ, पड़ोशी, बंधु लोक काहाकू सर्वप्रथमे मृत्यु हो जाइथिबा आत्मा देखा जाती। चलतु जानिबा गरुड़ पुराणरू। गरुड़ पुराण एक सत्य वचन अटे। एक षष्ठ होइथाए गरुड़ पुराण, काहींकि ना स्वयं भगवान उल्लेखित करिछंती एही गरुड़ पुराण को, जहाद्वारा मनुष्य माने जानिपारिबे ताके जदि कौनसी कुकर्म फल अर्जित करिबे सेही कुकर्म फल ताको केउं दंड अनुजाई भोगिबाकू पड़िबो। प्रत्येक तथ्य केवल गरुड़ पुराण रे उल्लिखित रहिछि। सेथिपाई चलतु जानिबा। सर्वप्रथम उल्लेखित रहिछि गरुड़ पुराण रे जे कौनसी व्यक्ति जदि भगवान देवदेव महादेव किंबा जे कौनसी भी देवी देवता को पूजा आराधना उपवास व्रत करुनाहांती कि कौनसी भी नीति नियम को पालुनाहांती, मंदिर को गमन करुनाहांती, ସେହି ବ୍ୟକ୍ତି ଯଦି କେବଳ ଶାସ୍ତ୍ରକୁ, ଗରୁଡ଼ ପୁରାଣକୁ, ଭାଗବତକୁ କେବଳ ଯଦି ସତ୍ୟ ମାନୁଛନ୍ତି ଆଉ ସମ୍ମାନ ଦେଉଛନ୍ତି, ତାହେଲେ ବିନା ପୂଜା ଉପବାସ ବ୍ରତରେ ମଧ୍ୟ ପ୍ରତ୍ୟେକ ଦେବୀ ଦେବତାଙ୍କର ଆଶୀର୍ବାଦ ଭରିପୂର୍ଣ୍ଣ ରହିଥାଏ। ଏହା ସତ୍ୟ ଅଟେ। ସର୍ବପ୍ରଥମେ ଉଲ୍ଲେଖିତ ରହିଛି ଗରୁଡ଼ ପୁରାଣକୁ ବହୁତ ବ୍ୟକ୍ତି ପଢ଼ିବା ଉଚିତ ମନେ କରନ୍ତି ନାହିଁ। ଏହାର କାରଣ ହେଉଛି ଗରୁଡ଼ ପୁରାଣ ଏକ ସତ୍ୟ ବଚନ ସହିତ ଉଲ୍ଲେଖିତ ରହିଛି। ଏହି ଗରୁଡ଼ ପୁରାଣ ପଢ଼ିବା ଦ୍ୱାରା କିଛି ମନୁଷ୍ୟ ତ ଭୟଭୀତ ହୁଅନ୍ତି, କିନ୍ତୁ ଅଧିକାଂଶ ବ୍ୟକ୍ତି ବହୁତ ଜ୍ଞାନର ଅଧିକାର ହୋଇଥାନ୍ତି। ଏହାଦ୍ୱାରା ତାଙ୍କ ଦ୍ୱାରା କୌଣସି ବି ପାପକର୍ମ କୁକର୍ମ ହୋଇପାରିନଥାଏ। ଏହା ସତ୍ୟ ଅଟେ। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଏହି ଗରୁଡ଼ ପୁରାଣ ପଢ଼ିବା ଅତ୍ୟଧିକ ଜରୁରୀ ଆଉ ଆବଶ୍ୟକତା ମଧ୍ୟ। ଯେଉଁ ଘରେ ଯଦି କୌଣସି ବ୍ୟକ୍ତିର ମୃତ୍ୟୁବରଣ ଘଟିଛି, ତାଙ୍କର ସଦସ୍ୟ ସାଙ୍ଗସାଥି, ତାଙ୍କ ବାପା ମା, ଭାଇ କିମ୍ବା ତାଙ୍କ ସ୍ତ୍ରୀ, ସନ୍ତାନ ମଧ୍ୟ ଯଦି ସ୍ପର୍ଶ କରିଛନ୍ତି, 13 ଦିନ ପରେ ମଧ୍ୟ ଯଦି ଏହି ଗରୁଡ଼ ପୁରାଣକୁ ସ୍ପର୍ଶ ନ କରି ନିଜ କର୍ଣ୍ଣରେ କିଛି କ୍ଷଣ ଯଦି ଶ୍ରବଣ କରୁନାହାନ୍ତି, ତାହେଲେ ତାଙ୍କର ପୁରା ଶରୀର କେବେ ବି ପବିତ୍ର ହୋଇନଥାଏ। ଏହି ଅପବିତ୍ର ଶରୀରରେ ଯଦି କୌଣସି ଶୁଭ କାର୍ଯ୍ୟ, ମନ୍ଦିର ଯେକୌଣସି ବି କାର୍ଯ୍ୟ କରନ୍ତି, ତାହା ସର୍ବପ୍ରଥମେ ଏହା ଦୁର୍ଘଟଣାରେ ପରିଣତ ହୋଇଥାଏ। ଏହା ସତ୍ୟ ଅଟେ। ସେଥିପାଇଁ ଯଦି ମୃତ ଲୋକକୁ କୌଣସି ବ୍ୟକ୍ତି ସ୍ପର୍ଶ କରିଛନ୍ତି, ତାହେଲେ ଏହି ଭିଡ଼ିଓ ନିହାତି ଭାବରେ କିଛି କ୍ଷଣ ଶ୍ରବଣ କରିଦିଅନ୍ତୁ। ଗରୁଡ଼ ପୁରାଣରେ ଉଲ୍ଲେଖିତ ରହିଛି, ଶ୍ରବଣ କରିବା ଦ୍ୱାରା ଯେଉଁ ଶରୀର ମୃତ ଶରୀରକୁ ସ୍ପର୍ଶ କରିଛି, ସର୍ବସ୍ୟ ଦଣ୍ଡ ଆଉ ଅପବିତ୍ରତା ଦୂରେଇ ଯାଇଥାଏ। ଶରୀର ଏକ ପବିତ୍ର ହୋଇଥାଏ। ଏହା ସତ୍ୟ ଅଟେ। ମନେ ରଖନ୍ତୁ, ଏହି ଗରୁଡ଼ ପୁରାଣ ଅତ୍ୟଧିକ ଶକ୍ତିଶାଳୀ। ଯେକୌଣସି ବ୍ୟକ୍ତି ଯଦି ପ୍ରତ୍ୟେକ କ୍ଷଣ ଏହି ଗରୁଡ଼ ପୁରାଣକୁ ନିଜ କର୍ଣ୍ଣରେ ଶ୍ରବଣ କରନ୍ତି, ତାହେଲେ ତାକେ ଚାହିଁଥିବା ଜିନିଷ ନିହାତି ଭାବରେ ପ୍ରାପ୍ତ ହେବ। ତାକେ ଭଗବାନଙ୍କ ପାଖରେ ଯାହା ବି କିଛି ମାନସିକ କରିବେ, ତତ୍କ୍ଷଣି ମାନସିକ ପୂରଣ ହୋଇଥାଏ। ଏକଥା ଉଲ୍ଲେଖିତ ରହିଛି କେବଳ ସତ୍ୟ ଆଉ ସମ୍ମାନୀୟ ଏହି ଗରୁଡ଼ ପୁରାଣରେ। ଚାଲନ୍ତୁ ଜାଣିବା। ଗରୁଡ଼ ପୁରାଣରେ ଉଲ୍ଲେଖିତ ରହିଛି, ଯେକୌଣସି ବ୍ୟକ୍ତିଙ୍କ ଭୁବନରେ ଯଦି କାହାର ଯଦି ମୃତ୍ୟୁବରଣ ଘଟିଛି, ସର୍ବପ୍ରଥମେ ସେହି ଆତ୍ମା କାହାକୁ ଦେଖା କରନ୍ତି, ଆଉ ସେହି 13 ଦିନ ଭିତର ଏକ ଅଭୁଲା ସ୍ମୃତି ମଧ୍ୟ ଆମେ କେବଳ ଗରୁଡ଼ ପୁରାଣରୁ ଜାଣିପାରିବା। ସେଥିପାଇଁ ନିହାତି ଭାବରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସର୍ବସ୍ୟ ପାପକୁ ନଷ୍ଟ କରନ୍ତୁ। ଜନ୍ମ ଜନ୍ମାନ୍ତର ପାପ କ୍ଷୟ ହୋଇଥାଏ।
ଯେକୌଣସି ବ୍ୟକ୍ତି ଯଦି ଏହି ଗରୁଡ଼ ପୁରାଣକୁ ଶ୍ରବଣ କରନ୍ତି ଆଗକୁ ମଧ୍ୟ ଆପଣଙ୍କ ଦ୍ୱାରା କୌଣସି ବି କୁକର୍ମ ପାପ ଅର୍ଜନ ହୋଇପାରିବ ନାହିଁ। ସେଥିପାଇଁ ସମ୍ମାନ ଦେଇ ଏହି ଗରୁଡ଼ ପୁରାଣକୁ ଶ୍ରବଣ କରନ୍ତୁ। ସର୍ବଶେଷରେ କେବଳ ଗୋଟିଏ ବଚନ କୁହନ୍ତୁ, ଆପଣ ଚାହିଁଥିବା ଯେକୌଣସି ଜିନିଷ ସର୍ବଶେଷରେ କହିବା ଦ୍ୱାରା ନିହାତି ଭାବରେ ପ୍ରାପ୍ତ ହୋଇଥାଏ। ଏକଥା ବିଲକୁଲ ବି ମିଥ୍ୟା ନୁହଁ। ସେଥିପାଇଁ ମନେ ରଖନ୍ତୁ। ସେହି 13 ଦିନ ଯେଉଁଦିନ କୌଣସି ବ୍ୟକ୍ତିର ମୃତ୍ୟୁବରଣ ଘଟିଛି 13 ଦିନର ଏକ ଶ୍ରୁତିକୁ ମଧ୍ୟ ଆମେ ଜାଣିପାରିବା। ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁବରଣ ଘଟୁଛି ଏହି ତଥ୍ୟ ଶୁଣି କେବଳ ଭଗବାନ ଶ୍ରୀହରିଙ୍କ ପାଖକୁ ନାରଦ ମୁନି ଗମନ କରିଥିଲେ ଆଉ ଏ ବିଷୟରେ ମଧ୍ୟ ପଚାରିଥିଲେ, ହେ ପ୍ରଭୁ, ମନୁଷ୍ୟ ମାତ୍ରରେ ଜନ୍ମିତ ଆଉ ମୃତ୍ୟୁ ନିହାତି ଭାବରେ ଘଟିଥାଏ। ଯେକୌଣସି କୁକର୍ମ ଫଳ ଅର୍ଜିତ କରିବ ବଞ୍ଚିଥିଲା ଯାକ ସେହି କୁକର୍ମ ଫଳକୁ ଦଣ୍ଡକୁ ଭୋଗିବାକୁ ପଡ଼ିବ, ମଲା ପରେ ମଧ୍ୟ ଭୋଗିବାକୁ ପଡ଼ିବ। ସେଥିପାଇଁ ହେ ପ୍ରଭୁ, ଆପଣ କ'ଣ ପ୍ରକୃତରେ ଏହି ମନୁଷ୍ୟମାନଙ୍କୁ ଦଣ୍ଡ ଦେଉଛନ୍ତି କି? ଆଉ ଯଦି ଦଣ୍ଡ ଦେଉଛନ୍ତି ତାହେଲେ କିପରି ଦେଉଛନ୍ତି? ଏହି ବିଷୟରେ ନାରଦ ମୁନି ଭଗବାନ ପାଖରେ ପଚାରିଥିଲେ ଆଉ ଏହାର ଉତ୍ତର ମଧ୍ୟ ଦେଇଥିଲେ। ମନ ଧ୍ୟାନ ଦେଇ ଶୁଣ ନାରଦ ମୁନି, ଯାହା ବି ମୁଁ କହିବି ବଚନ ପ୍ରତ୍ୟେକ ବଚନ ଏକ ସତ୍ୟତ ତୁଲ୍ୟ। ଏହାଦ୍ୱାରା ହେବ ତୁମର ମନସ୍କାମନା ପୂର୍ଣ୍ଣ। ଭଗବାନ ଶ୍ରୀହରି ସର୍ବପ୍ରଥମେ କହିଥିଲେ କି ଯେଉଁ ବ୍ୟକ୍ତିର ମୃତ୍ୟୁବରଣ ଘଟିବ ତାର ଆତ୍ମା କେବଳ 13 ଦିନ ପର୍ଯ୍ୟନ୍ତ କେବଳ ତାଙ୍କ ଘରେ ହିଁ ରହିପାରିବ। ଆତ୍ମା 13 ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦୃଶ୍ୟ ନିଜ ନୟନରେ ଦେଖିପାରିବ। ଆତ୍ମାକୁ ପୁଣି ଥରେ ଇଚ୍ଛିତ ହେବ କି ସିଏ ଜୀବିତ ହୋଇ ରହିବା ପାଇଁ। ଏହା ପଛର କାରଣ, ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁବରଣ ଘଟୁଛି ସେତେ ପର୍ଯ୍ୟନ୍ତ ତାର ଆତ୍ମା ଶରୀର ବିଲକୁଲ ବି ଅଲଗା ହୋଇପାରନ୍ତି ନାହିଁ। ଯେତେ ପର୍ଯ୍ୟନ୍ତ ଯମଦୂତମାନେ ତାଙ୍କ ପାଖରେ ଯାଇ କିମ୍ବା ଯମରାଜ ତାଙ୍କ ପାଖରେ ଯାଇ ସ୍ୱୟଂ ସେହି ଶରୀରରୁ ପ୍ରାଣକୁ ନ କାଢ଼ିଛନ୍ତି ସେତେ ପର୍ଯ୍ୟନ୍ତ ଆତ୍ମା ଶରୀର ବହୁତ କଷ୍ଟ ପୀଡ଼ାକୁ ସହ୍ୟ କରୁଥାନ୍ତି। ଯମଦୂତ ଦେଖିବେ ମୃତ୍ୟୁ ସମୟ ପାଖି ଆସିବ ଆଉ ସେହି ଶରୀର ଆଉ ଆତ୍ମାକୁ ଅଲଗା କରି ଯମଦୂତମାନେ ସେହି ଆତ୍ମାକୁ ନେଇ ଯମପୁରକୁ ଆସିଯାଆନ୍ତି। ଚିତ୍ରଗୁପ୍ତ ଦେଖିଥାନ୍ତି ଏହି ଆତ୍ମା ତା ଜୀବନରେ କୁକର୍ମ ଫଳ ଅର୍ଜିତ କରିଛି କି ନାହିଁ। ଯଦି ସିଏ କୁକର୍ମ ଫଳ ଅର୍ଜିତ କରିଛି ତାହେଲେ ଯମଦୂତମାନେ ସେହି ଆତ୍ମାକୁ ନେଇ ତାଙ୍କ ଘରେ ଛାଡ଼ି ଦିଅନ୍ତି। 13 ଦିନ ପରେ ପୁଣି ଥରେ ତାଙ୍କୁ ନିଜ ଭୁବନକୁ ଆଣନ୍ତି। କୁକର୍ମ ଫଳ ଅନୁଷ୍ଠାନରେ ଆତ୍ମାକୁ ଦଣ୍ଡ ଦିଆଯାଏ। ଯଦି ସେହି ଆତ୍ମା କୌଣସି ପାପକର୍ମ କରିନାହାନ୍ତି, ପୁଣ୍ୟ ଅର୍ଜନ କରିଛନ୍ତି, ତାହେଲେ ମଧ୍ୟ ଚିତ୍ରଗୁପ୍ତ ଦେଖି ସାରିଲା ପରେ ଯମଦୂତମାନେ ତାକୁ ପ୍ରଣାମ କରି ସ୍ୱାଗତର ସହିତ ତାଙ୍କ ନିଜ ଘରକୁ 13 ଦିନ ପାଇଁ ପଠାଇଥାନ୍ତି। 13 ଦିନ ଉତ୍ତାରୁ କେବଳ ଭଗବାନ ଶ୍ରୀହରିଙ୍କର ଚରଣକୁ ଚାଲିଯାଆନ୍ତି ସେହି ଆତ୍ମା। ଏବେ ଜାଣନ୍ତୁ, ଯେତେବେଳେ ଯମଦୂତମାନେ ସେହି ଆତ୍ମାକୁ ନେଇ ନିଜ ଘରେ ଛାଡ଼ିଥାନ୍ତି 13 ଦିନ ପାଇଁ, ସେତେବେଳେ ଆତ୍ମା ଜାଣିଥାନ୍ତି ଚିତ୍ରଗୁପ୍ତର କହିବା ତଥ୍ୟ ନିଜ କର୍ଣ୍ଣରେ ଶୁଣିଥାନ୍ତି। ଯମଦୂତକୁ ଦେଖିଥାନ୍ତି ଆଉ ଯମକୁ ମଧ୍ୟ। ସିଏ ଯାହା ବି କିଛି କୁକର୍ମ ଫଳ ଅର୍ଜିତ କରିଥିବ ତାର ସେହି ଯମରାଜ ଭୁବନରେ ପ୍ରତ୍ୟେକ ତଥ୍ୟ ଜ୍ଞାତ ରହିଯିବ। ଯେତେବେଳେ ତାକୁ ନିଜର ମୃତ ଶରୀରକୁ ଦେଖିବା କ୍ଷଣି ତାର ମନ ହେବ, ମୋ ଜୀବନରେ ମୁଁ କାହିଁକି କୁକର୍ମ ଫଳ ଅର୍ଜିତ କରିଲି। ସେ ସମୟରେ ସେ ଭାବିବ, ପୁଣି ଥରେ ଏହି ମୃତ ଶରୀରକୁ ମୁଁ ପ୍ରବେଶ କରିବି। ଏହାଦ୍ୱାରା ମୋର ଶରୀର ପୁଣି ଥରେ ଜୀବିତ ହୋଇଯିବ ଆଉ ମୁଁ ବିଲକୁଲ ବି କୁକର୍ମ ଫଳ ଅର୍ଜିତ କରିପାରିବି ନାହିଁ। କିନ୍ତୁ
ଶାସ୍ତ୍ରରେ ଉଲ୍ଲେଖିତ ରହିଛି, ଯେଉଁ ଆତ୍ମା ଶରୀରକୁ ଥରେ ଛାଡ଼ି ଅଲଗା ହୋଇଯାଏ, ପୁଣି ଥରେ ସେହି ଆତ୍ମା ସେହି ପୁରୁଣା ଶରୀରକୁ କେବେ ବି ସ୍ପର୍ଶ କରିପାରିବ ନାହିଁ, ସେହି ଭିତରକୁ ମଧ୍ୟ ପ୍ରବେଶ କରିପାରିବ ନାହିଁ। ଏକଥା ଶୁଣି ଆତ୍ମା ବିଲକୁଲ ବି ନିଜ ଶରୀର ଭିତରକୁ ଯାଇପାରିନଥାଏ। କିନ୍ତୁ ତାଙ୍କର ପୁରା ପରିବାର, ବାପା ମା, ଭାଇ ଭଉଣୀ, ସାଙ୍ଗସାଥି, ସନ୍ତାନ, ସ୍ତ୍ରୀ ମଧ୍ୟ କିମ୍ବା ସ୍ୱାମୀ ମଧ୍ୟ ବହୁତ ସେହି ମୂର୍ତ୍ତ ଶରୀରକୁ ଦେଖି ବହୁତ କ୍ରନ୍ଦନ କରିଥାନ୍ତି ଆଉ ବହୁତ କଷ୍ଟ ସହିଥାନ୍ତି। ଏକଥା ଶୁଣି ବା ଏକଥା ନିଜ ନୟନରେ ଦେଖି ମୂର୍ତ୍ତ ଶରୀର ତାଙ୍କ ନିଜ ପରିବାର ସାଥିରେ ବହୁତ କ୍ରନ୍ଦନ କରିଥାନ୍ତି। ପରିବାର ସାଥିରେ ହସିଥାନ୍ତି, କାନ୍ଦିଥାନ୍ତି, ପ୍ରତ୍ୟେକ ଦୃଶ୍ୟ ମଧ୍ୟ ନିଜ ନୟନରେ ଦେଖିଥାନ୍ତି। କିନ୍ତୁ ଆତ୍ମା କିଛି ବି କାର୍ଯ୍ୟ କରିପାରିନଥାନ୍ତି, କାହିଁକିନା ତାକେ ଗୋଟିଏ ଆତ୍ମା। 13 ଦିନ ପର୍ଯ୍ୟନ୍ତ ସିନା କେବଳ ଆତ୍ମା ନିଜ ଘରେ ରହିଥାନ୍ତି, କଷ୍ଟ ଅନୁଭବ କରିଥାନ୍ତି, କୁକର୍ମର ଫଳର ଦଣ୍ଡ ମଧ୍ୟ ଗଣିବାକୁ ଲାଗିଥାନ୍ତି। ସେହି ଭିତରେ ଆତ୍ମା ଜାଣିପାରନ୍ତି କି ତାର ମୃତ୍ୟୁ ହୋଇସାରିଛି, ଆଉ ଏହି ମୃତ୍ୟୁ ପଛର ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ। ସେଥିପାଇଁ ସର୍ବପ୍ରଥମେ ସେ ଚିନ୍ତିତ ଥାଆନ୍ତି, କାହାକୁ ନା କାହାକୁ ଦେଖା ଦେବାକୁ ପଡ଼ିବ, ତା ଭିତରେ ଥିବା ସର୍ବସ୍ୱ କଷ୍ଟକୁ ମଧ୍ୟ ଜଣାଇବାକୁ ପଡ଼ିବ। ଗରୁଡ଼ ପୁରାଣରେ ଉଲ୍ଲେଖିତ ରହିଛି, ମୃତ ହୋଇଯାଇଥିବା ବା ମୃତ୍ୟୁବରଣ କରିଥିବା ଆତ୍ମା ମନରେ ବହୁତ ପ୍ରଶ୍ନ ଥାଏ। ଯେତେବେଳେ ଯମପୁରରୁ ସେ ପୁଣି ଥରେ ନିଜ ଘରକୁ ଆସିଥାଏ, ସେ କାହାକୁ ନା କାହାକୁ ନିଜ ନୟନରେ ଦେଖା ଦିଅନ୍ତି ବା କାହାର ନା କାହାର ସ୍ୱପ୍ନରେ ଯାଇ ପ୍ରତ୍ୟେକ ନିଜ ମନରେ ଥିବା ପ୍ରଶ୍ନ ଉତ୍ତର ପ୍ରତ୍ୟେକ ଦୃଶ୍ୟ ଜଣାଇଥାନ୍ତି। ଠିକ୍ ସେପରି ମନେ ରଖନ୍ତୁ, ମୃତ ବ୍ୟକ୍ତି କାହା ପାଖକୁ ଯାଇ ସର୍ବପ୍ରଥମେ ନିଜେ ଦୃଶ୍ୟମାନ ହୋଇଥାନ୍ତି। ଜାଣି ରଖ, ସ୍ତ୍ରୀ ଯାହାକୁ ସିଏ ବିବାହ କରିଛି କିମ୍ବା ସ୍ୱାମୀ ଯାହାକୁ ସିଏ ସ୍ତ୍ରୀ ବିବାହିତ କରିଛି, ସନ୍ତାନ ଯାହାକୁ ତାକେ ଜନ୍ମ ଦେଇ ଏହି ପୃଥିବୀକୁ ଆଣିଛନ୍ତି, ବାପା ମା ଯାହାର ସେବା କରିବା ଅତ୍ୟଧିକ ସୌଭାଗ୍ୟର ପ୍ରତି ହୋଇଥାଏ, ସାଙ୍ଗସାଥି ଯାହାଦ୍ୱାରା ତାକେ ପ୍ରତ୍ୟେକ କ୍ଷଣ ପ୍ରତ୍ୟେକ ସମୟ ଦୁଃଖ ସୁଖ ମଧ୍ୟ ବାଣ୍ଟିଥାନ୍ତି, ସାଇ ପଡ଼ିଶା ଛୋଟବେଳୁ ସାଇ ପଡ଼ିଶାକୁ ଦେଖି ସ୍ନେହ, ପ୍ରେମ, ଭଲ ପାଇବା ବଣ୍ଟନ କରିଥାନ୍ତି, ବନ୍ଧୁବାନ୍ଧବ ସମସ୍ତଙ୍କ ସାଥିରେ ମିଳିମିଶି କାର୍ଯ୍ୟ କରିଥାନ୍ତି, ଖୁସି ଆନନ୍ଦ ମଧ୍ୟ ବାଣ୍ଟିଥାନ୍ତି। ଦେଖିବାକୁ ଗଲେ ତ ସମସ୍ତେ ନିଜର, ଆଉ ନ ଦେଖିବାକୁ ଗଲେ ତ ସମସ୍ତେ ପର। ଏହି ତଥ୍ୟ ଭାବି ଆତ୍ମା ଆଶ୍ଚର୍ଯ୍ୟ ହୋଇଯାଉଛି, କାହାକୁ ସିଏ ନିଜ ମନର କ୍ରୋହକୁ ଜଣାଇ ପାରିବ, ଏହି ତଥ୍ୟ ଭାବିଥାନ୍ତି। କିନ୍ତୁ ଏହି ଭିତରୁ କାହାକୁ ମଧ୍ୟ ଆତ୍ମା ଦୃଶ୍ୟମାନ ହୋଇନଥାନ୍ତି, କାହାକୁ ମଧ୍ୟ ଦେଖା କରିନଥାନ୍ତି। ଏହାର କାରଣ ହେଉଛି ଆତ୍ମା ଜାଣିଥାନ୍ତି, ଯିଏକି ଏମାନଙ୍କୁ କହିବା ଦ୍ୱାରା ମୋର କୌଣସି ବି ଅସୁବିଧା କେବେ ବି ପୂରଣ ହୋଇବ ନାହିଁ କି ସ୍ୱପ୍ନ ମଧ୍ୟ ସାକାର ହେବ ନାହିଁ। ଅସୁବିଧା ଠିକ୍ ସେମିତି ମୋ ପାଖେ ପାଖେ ରହିବ। ସେଥିପାଇଁ ଆତ୍ମା କାହାକୁ ମଧ୍ୟ କିଛି କହିନଥାନ୍ତି। ଏମିତି ଜଣେ ବ୍ୟକ୍ତିଙ୍କୁ କହିଥାନ୍ତି, ଯେଉଁ ବ୍ୟକ୍ତି ଯେତେବେଳେ ମୃତ ବ୍ୟକ୍ତିର ଶରୀରକୁ ଦାହ କରୁଛି, ଯିଏ ଦାହ କରାଉଛି ବା ଅଗ୍ନି ଲଗାଉଛି, ଯିଏ 13 ଦିନ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କୁ ଦାନା ଦେଉଛନ୍ତି, ପ୍ରତ୍ୟେକ ଦିନ ଯେ ମୃତ ବ୍ୟକ୍ତିଙ୍କ ପାଇଁ ଭଗବାନ ପାଖରେ ପ୍ରାର୍ଥନା କରିଥାନ୍ତି ଆଉ ପାଳନ ମଧ୍ୟ କରିଥାନ୍ତି। ଦଶା, ଶ୍ରାଦ୍ଧ, 11, 12 ପତ୍ର ପ୍ରତ୍ୟେକ ଦ୍ରବ୍ୟ ଯିଏ ସମ୍ଭାଳିଥାନ୍ତି, ନିଜର କେଶ, ନିଜର ନଖ, ନିଜର ବସ୍ତ୍ର, ପ୍ରତ୍ୟେକ ଜିନିଷ ଯିଏ ସମର୍ପଣ କରିଥାନ୍ତି, କେବଳ ତାକୁ ହିଁ ଆତ୍ମା ଦେଖା ଦେଇଥାଏ, କୌଣସି ପରିବାରକୁ ନୁହଁ। ସର୍ବପ୍ରଥମେ ତାକୁ ଦେଖା ଦେଇଥାଏ। ଯେକୌଣସି ବି ଜାଗାରେ
ଯେକୌଣସି ବି ସ୍ଥାନରେ ମୃତ ଲୋକଙ୍କୁ ସେହି ଯେଉଁ ଲୋକ ଅଗ୍ନି ଦାହ କରାଉଛି ବା ମୁଖ୍ୟ ଅଗ୍ନି ଦେଉଛି ସିଏ ପ୍ରଥମେ ଦେଖିଥାନ୍ତି, କିଛିଟା ମାତ୍ରା ଦେଖିଥାନ୍ତି। ତାର ମୃତ ହୋଇଯାଇଥିବା ବ୍ୟକ୍ତିର ମନରେ ଥିବା ପ୍ରତ୍ୟେକ କ୍ରୋଧ କେବଳ ସ୍ୱପ୍ନରେ ଆସି ସେହି ବ୍ୟକ୍ତିକୁ ଜଣାଇଥାନ୍ତି। ଏହାଦ୍ୱାରା ସେହି ବ୍ୟକ୍ତି ପ୍ରତ୍ୟେକ ମନୁଷ୍ୟ ବାପା ମା ସମସ୍ତଙ୍କୁ କହିଥାନ୍ତି କି ମୁଁ ସ୍ୱପ୍ନରେ ଦେଖିଥିଲି, କିଏ ଆସି ଏହିସବୁ ମୋତେ ବଚନ କହିଥିଲା। କିନ୍ତୁ ଏହା ସତ୍ୟ କି ସ୍ୱପ୍ନରେ ମୃତ ବ୍ୟକ୍ତି ଆସିଥାନ୍ତି ଆଉ ପ୍ରତ୍ୟେକ ଦ୍ରବ୍ୟ ଜିନିଷ ମଧ୍ୟ ତଥ୍ୟ କହିଥାନ୍ତି। 13 ଦିନ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ସରିଯାଏ ସେତେବେଳେ ମୃତ ଶରୀରର ଆତ୍ମା ଯମଭୁବନକୁ ଚାଲିଯାଏ। ଯମଭୁବନକୁ ଚାଲିଯିବାରୁ ତାର କୁକର୍ମ ଫଳ ଅନୁଯାୟୀ ବହୁତ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥାଏ। ସେଥିପାଇଁ କୁହାଯାଉଛି କେବେ ବି ଜୀବନରେ କୁକର୍ମ ଫଳ ବିଲକୁଲ ବି ଅର୍ଜନ କରନ୍ତୁ ନାହିଁ। ମନେ ରଖନ୍ତୁ, ଏହି କୁକର୍ମ ଫଳ ଭବିଷ୍ୟତରେ ମଧ୍ୟ ଆପଣଙ୍କୁ ବହୁତ ଦୁଃଖ କଷ୍ଟ ଯନ୍ତ୍ରଣା ଆଉ ପୀଡ଼ା ମଧ୍ୟ ଦେବ। ଏକଥା ସତ୍ୟ ଅଟେ। ମୃତ ବ୍ୟକ୍ତି ଆପଣଙ୍କ ଭୁବନରେ କେବଳ 13 ଦିନ ରହିଥାଏ। ମନେ ରଖ, 13 ଦିନ ଭିତରେ ଆପଣ କାନ୍ଦିଲେ ମୃତ ବ୍ୟକ୍ତି କାନ୍ଦିଥାନ୍ତି, ଆପଣ ଖୁସି ଆନନ୍ଦ ହେଲେ ମୃତ ବ୍ୟକ୍ତି ମଧ୍ୟ ଆନନ୍ଦ ହୋଇଥାନ୍ତି। ଆପଣ ଯାହା ବି କିଛି କାର୍ଯ୍ୟ ବା କାମ କରିବେ ମୃତ ବ୍ୟକ୍ତି ନିଜ ନୟନରେ ଦେଖିଥାନ୍ତି। ଏକଥା ସତ୍ୟ ଅଟେ। କାହିଁକି ନା ଗରୁଡ଼ ପୁରାଣରେ ଉଲ୍ଲେଖିତ ରହିଛି। ଏହି ଗରୁଡ଼ ପୁରାଣକୁ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେବ। ପ୍ରକୃତରେ ଗରୁଡ଼ ପୁରାଣରେ ସତ୍ୟ ବଚନ ସହିତ ଉଲ୍ଲେଖିତ ରହିଛି। ଯେକୌଣସି ବ୍ୟକ୍ତି ଯଦି ଏହି ସୁନ୍ଦର ପୃଥିବୀରେ ଜନ୍ମଗ୍ରହଣ କରିଛି, ଆଜି ନହେଲେ କାଲି ତାକୁ ନିହାତି ଭାବରେ ମୃତ୍ୟୁଦଣ୍ଡ ଆସିବ ଆଉ ତାର ମୃତ୍ୟୁ ମଧ୍ୟ ଘଟିବ। ଯେତେବେଳେ କୌଣସି ବ୍ୟକ୍ତିର ଜନ୍ମିତ ହେଉଛି, ଠିକ୍ ଯେପରି ଆମେ ପାଳନ କରୁଛନ୍ତି ସେ ମଲା ପରେ ମଧ୍ୟ ଆମେ ପାଳନ କରିଥାଉ। ଏକଥା ସମାନ ହୋଇଥାଏ। ମୃତ ବ୍ୟକ୍ତିଙ୍କୁ ସ୍ପର୍ଶ କରୁଥିବା ବ୍ୟକ୍ତି ମଧ୍ୟ ନାରୀ ବା ପୁରୁଷମାନେ ମଧ୍ୟ ସ୍ନାନ କର୍ମ କରିଥାନ୍ତି, ମନ୍ଦିର ପୂଜା କାର୍ଯ୍ୟ ଶୁଭ କାର୍ଯ୍ୟ ବିଲକୁଲ ବି କରିନଥାନ୍ତି। ଏକଥାକୁ ପାଳନ ନିହାତି ଭାବରେ କରନ୍ତୁ। କୁହାଯାଏ ଯଦି ମୃତ ବ୍ୟକ୍ତିର ଆତ୍ମା କିପରି କଷ୍ଟ ପାଉଥାଏ, ବହୁତ ପୀଡ଼ା ପାଉଥାଏ। ମନେ ରଖ, 13 ଦିନ ଭିତରେ ମୃତ ବ୍ୟକ୍ତିର ପ୍ରତ୍ୟେକ ସଦସ୍ୟ, ଯେଉଁ ସଦସ୍ୟ ତାଙ୍କ ଘରେ ରହିଥାନ୍ତି, ସେହି ସଦସ୍ୟ ଯଦି କିଛି ଏପରି କାର୍ଯ୍ୟ କରନ୍ତି ଯାହାଦ୍ୱାରା କି ମୃତ ହୋଇଯାଇଥିବା ଆତ୍ମାକୁ ଶାନ୍ତି ମିଳିନଥାଏ, ତାହେଲେ ବହୁତ କଷ୍ଟ ଆଉ ପୀଡ଼ା ମଧ୍ୟ ପାଇଥାନ୍ତି। ଏକଥା ସତ୍ୟ ହୋଇଥାଏ। ସେଥିପାଇଁ ଗରୁଡ଼ ପୁରାଣକୁ ନିହାତି ଭାବରେ ଶ୍ରବଣ କରନ୍ତୁ। ଯଦି କୌଣସି ବ୍ୟକ୍ତିକୁ ଅଗ୍ନି ଦାହ ଦିଆଯାଇଛି, ସଂସାରରେ 1 ଘଣ୍ଟା କେବେ ବି କୌଣସି ବ୍ୟକ୍ତି ମଧ୍ୟ ରହିପାରିବ ନାହିଁ, ତାକୁ ଭୟଭୀତ ଲାଗିବ। କିନ୍ତୁ ଗରୁଡ଼ ପୁରାଣରେ ଉଲ୍ଲେଖିତ ରହିଛି, ସଂସାରରେ କେବଳ ଭଗବାନ ଦେବ ମହାଦେବ ରହିଥାନ୍ତି, ଆଶୀର୍ବାଦ ପ୍ରଦାନ କରିଥାନ୍ତି। ସେଥିପାଇଁ କେବେ ବି କୌଣସି ତଥ୍ୟରେ ଭୟଭୀତ କରନ୍ତୁ ନାହିଁ। ସାହସ ରଖନ୍ତୁ, ଭଗବାନଙ୍କୁ ମାନନ୍ତୁ, ତାପରେ ଦେଖନ୍ତୁ ବିପଦ ଆପଣଙ୍କୁ କେବେ ବି ସ୍ପର୍ଶ ହେବ ନାହିଁ। ଯେତେବେଳେ ଆପଣ କୌଣସି କୁକର୍ମ ଫଳ ଅର୍ଜିତ କରିବା ପାଇଁ ଭାବୁଛନ୍ତି, ସର୍ବପ୍ରଥମେ ଗରୁଡ଼ ପୁରାଣକୁ ମନେ ରଖନ୍ତୁ। ଗରୁଡ଼ ପୁରାଣକୁ କିଛି କ୍ଷଣ ପଢ଼ି ଦିଅନ୍ତୁ। ଦେଖୁ ଦେଖୁ ଆପଣଙ୍କର ସର୍ବସ୍ୱ କୁକର୍ମ ଫଳ, ପାପ କର୍ମ ଫଳ ସର୍ବସ୍ୱ ଧୋଇ ହୋଇଯିବ। ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ଆପଣଙ୍କ ପାଖେ ପାଖେ ରହିଯିବ। ଏକଥା ସତ୍ୟ ଅଟେ। ଆପଣମାନେ ଏହି ଗରୁଡ଼ ପୁରାଣ ତଥ୍ୟ କିପରି ଲାଗିଲା ନିହାତି ଭାବରେ କମେଣ୍ଟ ବକ୍ସରେ କହନ୍ତୁ। କାହିଁକି ନା ଗରୁଡ଼ ପୁରାଣ ଯଦି ଆମେ ନିଜ କର୍ଣ୍ଣରେ ପ୍ରତ୍ୟେକ ଦିନ ଶ୍ରବଣ ନ କରିବା, ତାହେଲେ କିଛି ନା କିଛି କ୍ଷତି, ଦୁର୍ଘଟଣା
ନିହାତି ଭାବରେ ଆମ ସାଥିରେ ଘଟିବ। ସେତେବେଳେ ଆମେ କେବଳ ଭାଗ୍ୟକୁ ହିଁ ଦୋଷ ଦେବା। ନିଜେ କରୁଥିବା କୁକର୍ମ ଫଳ। ଶାସ୍ତ୍ରକୁ ନିନ୍ଦା କରିବା, ଅପମାନ ଦେବା, ସମ୍ମାନ ଦେବା ନାହିଁ, ତାହେଲେ ଏହି ଦଣ୍ଡର ଫଳ ତତ୍କ୍ଷଣେ ଆମକୁ ପ୍ରାପ୍ତ ହେବ। ଏହାଦ୍ୱାରା ବହୁତ କଷ୍ଟ ପୀଡ଼ା ମଧ୍ୟ ଲାଗିବ। ସେଥିପାଇଁ ଜୀବନରେ କେବେ ବି କୌଣସି ପାପ ବିଲକୁଲ ମଧ୍ୟ କରନ୍ତୁ ନାହିଁ। ମନେ ରଖନ୍ତୁ, ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଗରୁଡ଼ ପୁରାଣକୁ ଶ୍ରବଣ କରୁଛନ୍ତି, ସେହି ବ୍ୟକ୍ତିଙ୍କର ଜୀବନରେ କେବେ ବି ଯମର ଦଣ୍ଡ କେବେ ବି ବାଜିନଥାଏ ବା ଯମର ଦଣ୍ଡ ଭୋଗିବାକୁ ପଡ଼ିନଥାଏ। ଏକଥା ସତ୍ୟ ଅଟେ। ସେଥିପାଇଁ ତ କୁହାଯାଉଛି, ଗୋଟେ ଦିନରେ ଯେତେବେଳେ ମଧ୍ୟ ଆପଣଙ୍କୁ ସମୟ ମିଳୁଛି, ସମୟକୁ ହାତଛଡ଼ା କରନ୍ତୁ ନାହିଁ। ଆପଣ ହାତଛଡ଼ା ନ କରି ଏହି ସମୟ ଭିତରେ ଗରୁଡ଼ ପୁରାଣକୁ କିଛି କ୍ଷଣ ମାତ୍ର ନିଜ କର୍ଣ୍ଣରେ ଶ୍ରବଣ କରିଦିଅନ୍ତୁ। ତାଦ୍ୱାରା ଆପଣଙ୍କ ଜୀବନରେ ଯେତେ ମଧ୍ୟ ପାପ ଥିବ, ସର୍ବସ୍ୱ ପାପ ନଷ୍ଟ ହେବ, ପୁଣ୍ୟ ପ୍ରାପ୍ତ ହେବ, ଭଗବାନଙ୍କର ଆଶୀର୍ବାଦ ମିଳିପାରିବ। ସେଥିପାଇଁ ନିହାତି ଭାବରେ ସମୟ ବାହାର କରି ଗରୁଡ଼ ପୁରାଣକୁ ଯେତେବେଳେ ଆପଣଙ୍କୁ ସମୟ ମିଳୁଛି ସେହି ସମୟରେ ଶ୍ରବଣ କରନ୍ତୁ। କେବଳ 2-3 ମିନିଟ୍ ମଧ୍ୟ ଆପଣ ଶ୍ରବଣ କରିପାରିବେ, କିନ୍ତୁ ଏହାକୁ ହାତଛଡ଼ା କରିବେ ନାହିଁ କିମ୍ବା ଭୁଲିବେ ମଧ୍ୟ ନାହିଁ। ଏହି ତଥ୍ୟ ଯଦି ଆପଣମାନଙ୍କୁ ଭଲ ଲାଗିଛି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ କରିଦିଅନ୍ତୁ, କମେଣ୍ଟ କରିଦିଅନ୍ତୁ। ରହୁଛି। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀକୃଷ୍ଣ। ରାଧେ 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 ଶ୍ରୀକୃଷ୍ଣ।